ମହାଭାରତର ସବୁଠାରୁ ଚର୍ଚ୍ଚିତ ଏବଂ ଜଟିଳ ଚରିତ୍ର ହେଉଛନ୍ତି ଦୁର୍ଯ୍ୟୋଧନ। ସେ କୌରବ ବଂଶର ଜ୍ୟେଷ୍ଠ ଭ୍ରାତା ଏବଂ ହସ୍ତିନାପୁରର ଯୁବରାଜ ଥିଲେ। ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କର 100 ପୁତ୍ରଙ୍କ ମଧ୍ୟରୁ ଦୁର୍ଯ୍ୟୋଧନ ସବୁଠାରୁ ବଡ଼ ଥିଲେ। କୁହାଯାଏ ଯେ ତାଙ୍କ ଜନ୍ମ ସମୟରେ ଅନେକ ଅଶୁଭ ଲକ୍ଷଣ ଯଥା ବିଲୁଆଙ୍କ ରଡ଼ି ଏବଂ ପ୍ରକୃତିର ବିକୃତି ଦେଖା ଦେଇଥିଲା, ଯାହା ଦେଖି ବିଦୁର ଓ ଭୀଷ୍ମ ଭବିଷ୍ୟବାଣୀ କରିଥିଲେ ଯେ ଏହି ଶିଶୁ କୁଳନାଶର କାରଣ ହେବ। କିନ୍ତୁ ପୁତ୍ର ମୋହରେ ଅନ୍ଧ ଧୃତରାଷ୍ଟ୍ର ତାଙ୍କୁ ତ୍ୟାଗ କରିପାରିନଥିଲେ। ବାଲ୍ୟକାଳରୁ ହିଁ ଦୁର୍ଯ୍ୟୋଧନଙ୍କ ମନରେ ପାଣ୍ଡବଙ୍କ ପ୍ରତି ଈର୍ଷା ମନୋଭାବ ଥିଲା। ବିଶେଷ କରି ଭୀମଙ୍କ ବଳ ଏବଂ ଯୁଧିଷ୍ଠିରଙ୍କ ଲୋକପ୍ରିୟତା ତାଙ୍କୁ ବିଚଳିତ କରୁଥିଲା। ଏହି ଈର୍ଷାକୁ ବଢ଼ାଇବାରେ ତାଙ୍କ ମାମୁଁ ଶକୁନିଙ୍କର ବଡ଼ ହାତ ଥିଲା। ସେ ପାଣ୍ଡବଙ୍କୁ ମାରିବା ପାଇଁ ଭୀମଙ୍କୁ ବିଷ ଦେବାଠାରୁ ଆରମ୍ଭ କରି ଲାକ୍ଷାଗୃହ ଦାହ ପର୍ଯ୍ୟନ୍ତ ଅନେକ ନୀଚ ଷଡ଼ଯନ୍ତ୍ର କରିଥିଲେ। ଦୁର୍ଯ୍ୟୋଧନଙ୍କ ଜୀବନରେ ଏକ ଉଜ୍ଜ୍ୱଳ ଦିଗ ହେଉଛି କର୍ଣ୍ଣଙ୍କ ସହ ତାଙ୍କର ନିବିଡ଼ ବନ୍ଧୁତା। ଯେତେବେଳେ ଜାତି ପ୍ରଶ୍ନ ଉଠାଇ କର୍ଣ୍ଣଙ୍କୁ ଅପମାନିତ କରାଯାଇଥିଲା, ଦୁର୍ଯ୍ୟୋଧନ ତାଙ୍କୁ ଅଙ୍ଗରାଜ୍ୟର ରାଜା କରି ସମ୍ମାନ ଦେଇଥିଲେ। କର୍ଣ୍ଣ ମଧ୍ୟ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦୁର୍ଯ୍ୟୋଧନଙ୍କର ସାଥୀରେ ରହିଥିଲେ। ଦୁର୍ଯ୍ୟୋଧନ ଶକୁନିଙ୍କ ସାହାଯ୍ୟରେ କପଟ ପଶାଖେଳ ଆୟୋଜନ କରି ପାଣ୍ଡବଙ୍କ ସବୁ ସମ୍ପତ୍ତି ଜିତି ନେଇଥିଲେ। ଭରି ସଭାରେ ଦ୍ରୌପଦୀଙ୍କ ଅପମାନ କରିବା ଏବଂ ତାଙ୍କୁ ନିଜ ଜଙ୍ଘରେ ବସିବାକୁ ଇଙ୍ଗିତ କରିବା ଥିଲା ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ, ଯାହା କୁରୁକ୍ଷେତ୍ର ଯୁଦ୍ଧର ମୂଳଦୁଆ ପକାଇଥିଲା। ଶାନ୍ତି ପ୍ରସ୍ତାବ ନେଇ ଯେତେବେଳେ ଶ୍ରୀକୃଷ୍ଣ ହସ୍ତିନାପୁର ଆସିଲେ, ଦୁର୍ଯ୍ୟୋଧନ ଗର୍ବର ସହ କହିଲେ, ବିନା ଯୁଦ୍ଧରେ ମୁଁ ଛୁଞ୍ଚି ଅଗ୍ରଭାଗ ସମାନ ଜମି ମଧ୍ୟ ଦେବି ନାହିଁ। 18 ଦିନ ଧରି ଚାଲିଥିବା ଏହି ଭୟଙ୍କର ଯୁଦ୍ଧରେ ଦୁର୍ଯ୍ୟୋଧନ ନିଜର ସବୁ ଭାଇ, ପୁତ୍ର ଏବଂ ମିତ୍ର କର୍ଣ୍ଣଙ୍କୁ ହରାଇଥିଲେ। ଯୁଦ୍ଧର ଶେଷ ଭାଗରେ ଦୁର୍ଯ୍ୟୋଧନ ଏକ ହ୍ରଦ ଦ୍ରୌପାୟନ ହ୍ରଦ ମଧ୍ୟରେ ଲୁଚି ରହିଥିଲେ। ପାଣ୍ଡବମାନେ ସେଠାକୁ ଯାଇ ତାଙ୍କୁ ଦ୍ୱନ୍ଦ୍ୱ ଯୁଦ୍ଧ ପାଇଁ ଆହ୍ୱାନ କଲେ। ଭୀମ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ଭୟଙ୍କର ଗଦାଯୁଦ୍ଧ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଭୀମ ଦୁର୍ଯ୍ୟୋଧନଙ୍କର ଜଙ୍ଘରେ ଗଦା ପ୍ରହାର କରିଥିଲେ, ଯାହା ଯୁଦ୍ଧ ନିୟମ ବିରୁଦ୍ଧ ଥିଲା, କିନ୍ତୁ ଦ୍ରୌପଦୀଙ୍କ ଅପମାନର ପ୍ରତିଶୋଧ ଥିଲା। ଅତ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହୋଇ ଯୁଦ୍ଧଭୂମିରେ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ହୋଇଥିଲା।